नमस्कार बंधुगण, कहानी दुनिया को आपण मानक स्वागत। आज चलतु शुणा अजु बारिक लिखित गोटे कहानी दुई संगात। एक देश रे राजा पुओ और मंत्री पुओ दुई संगात थांती। दी संगात विचारिले विदेश जिबा। घोड़ाशालू गोटे गोटे पक्षीराज घोड़ा बाछि पाग पटुआ चारि हथियार बांधि बाहरिले। जाऊ जाऊ बाटरे गोटे भारी बण पड़िला। राजपुओ को शोष कला। शोषरे तंटी सुखी जाउथाए। एते सुकुमार जीवन ता उपरे उदुदिया खरा। राजपुओर आगुक जीवापाई सामर्थ्य नाही। पाखरे केउठी पानी देखा जाऊ नाही। मंत्री पुओ गोटे डेंगा गछ उपरे चढ़ी चारिआडକୁ अनाइला। देखिला बहुत दूर चिल बोग उड़ुचंती। दिग बारी करी पक्षीराज घोड़ारे चढ़िला। राजापुओ को कहिला, तमे थाओ, मु एइखिणी पानी आनिदेवी। चाहू चाहू मुहूर्तके घोड़ारे जाई गोटे पोखरी कूଳରେ पहुंचिला। उत्तम सुंदर पोखरीटीए। पोखरी रे गोटाए तुठ, शंख मलमल पाहाच। सेठी जनप्राणीर चिन्ह नाही। मंत्री पुओ पोखरीरू पेट पूरा पानी पीला। पानी दूध परी स्वाद लागिला। पोखरीर पाहाच उपरे गोटे दिव्य सुंदर स्त्री रूपटीए पत्थରରେ लेखा होईची। मंत्री पुओ मने मने भाविला, काले संगात कहिबे एते सुआदिया पानी से पोखरीरू आनिल, मु से पोखरी को देखिबाकू चाहूची। ଏହା କହି ଯଦି ପୋଖରୀ କୂଳକୁ ଆସିବେ, ଏ ରୂପକୁ ଦେଖି କାଳେ କହିବେ ଯେ ମୁଁ ଏଇ ସ୍ତ୍ରୀକୁ ବାହା ହେବି, ତାହେଲେ ତ ବଡ଼ ବ୍ୟସ୍ତ କଥା ହେବ। ଏଇଆ ବିଚାର କରି ସେ ପଥର ଉପରେ ଅଙ୍କା ହୋଇଥିବା ରୂପଟି ଉପରେ ମେଞ୍ଚାଏ ପଙ୍କ ବୋଳିଦେଲା। ଯେଉଁ ପାଣି ମନ୍ଦାକେ ନେଉଥିଲା ସେଥିରେ ପଙ୍କ ବୋଳି ରାଜପୁଅ ପାଖକୁ ନେଇଗଲା। ରାଜପୁଅ ଯେତେବେଳେ ପାଣି ମନ୍ଦାକ ପିଇଛି ତାକୁ ଭାରି ସୁଆଦ ଲାଗିଲା। ସଂଗାତକୁ କହିଲା, ଚାଲ ସେ ପୋଖରୀ କୂଳକୁ ଯିବା। ସଂଗାତ କେତେ ବାହାନା କରି ରାଜପୁଅ କଥାକୁ ଭାଙ୍ଗିଲା। କିନ୍ତୁ ରାଜାପୁଅ ଏକ ଜିଦ୍ ଧଇଲା। ପଛକୁ ପଛ ଦୁହେଁ ଦୁହିଁଙ୍କ ଘୋଡ଼ା ଚଢ଼ି ସେ ପୋଖରୀ କୂଳକୁ ଗଲେ। ପୋଖରୀ କୂଳ କଦମ୍ବ ଗଛ ମୂଳେ ଘୋଡ଼ା ଦୁହିଁଙ୍କୁ ବାନ୍ଧିଲେ। ରାଜପୁଅ ପୋଖରୀରୁ ପେଟେ ପାଣି ପିଇଲା। ପିଇସାରି ପାହାଚ ଉପରକୁ ଚାହିଁଲା ବେଳକୁ ମେଞ୍ଚାଏ କାଦୁଅ ମରା ହୋଇଛି। ମନ୍ତ୍ରୀ ପୁଅକୁ ପଚାରିଲା, ଇଏ କ'ଣ? ମନ୍ତ୍ରୀ ପୁଅ କହିଲା, ତୁଠରେ ମାଇପେ ଗାଧେଇ ସାରି ଦ୍ୱିତୀୟା ଓଷା ପୂଜା କରିଛନ୍ତି। ରାଜପୁଅ ସେ ରୂପକୁ ଦେଖି କହିଲା, ଏ ସ୍ତ୍ରୀ ଆଣିକି ମତେ ଦିଅ। ଏ ସ୍ତ୍ରୀକୁ ଆଣି ମତେ ବିବାହ ଦେଲେ ମୁଁ ଏଇଠୁ ଯିବି, ନହେଲେ ଯିବି ନାହିଁ। ମନ୍ତ୍ରୀ ପୁଅକୁ ଭାଳେଣି ପଡ଼ିଲା। ସନ୍ଧ୍ୟା ବୁଡ଼ିବାରୁ ଦି ଘୋଡ଼ାଙ୍କୁ ସେ କଦମ୍ବ ଗଛରେ ବାନ୍ଧି ଦି ସଂଗାତଯାକ ଗଛରେ ଚଢ଼ିଲେ। ନିର୍ଜନ ଥାଏ। ନିଶା ଗରଜିଲା ବେଳକୁ ସେ ପୋଖରୀରୁ ଗୋଟେ ଅହିରା ସାପ ବାହାରିଲା। ମୁଣ୍ଡରେ ଗୋଟେ ମଣି ଜଳୁଛି। ଆଡ଼ ଦୀର୍ଘରେ କୋଷେ ବାଟ ଆଲୁଅ ହୋଇଛି। ସାପ ସେ ମଣିଟିକୁ ପୋଖରୀ ତୁଠରେ ରଖିଦେଇ ଚରିବାକୁ ଗଲା। ରାଜାପୁଅ ମନ୍ତ୍ରୀ ପୁଅକୁ କହିଲା, ସଂଗାତ, ମୁଁ ଯାଉଛି ସେ ମଣିକୁ ଆଣିବି। ମଣିକି ଧଇଲା କ୍ଷଣି ସାପ ଯେତେବେଳେ ମତେ ଖାଇବାକୁ ଗୋଡ଼ାଇବ, ସେତିକିବେଳେ ଖଣ୍ଡାରେ ସେ ସାପକୁ ହାଣିଦେବ। ଅହିରା ସାପ ଆସି ଆଗ କରି ଘୋଡ଼ା ଧୋଇଙ୍କୁ ଗିଳିଦେଲା। ଚରୁ ଚରୁ ଖଣ୍ଡେ ଦୂରକୁ ବାହାରିଗଲା। ରାଜପୁଅ ମନ୍ତ୍ରୀ ପୁଅ ଦୁହେଁ ଗଛରୁ ଓହ୍ଲେଇଲେ। ରାଜପୁଅ ସେ ମଣିଟିକି ଆପଣା ପାଗ ଭିତରେ ଗୁଡ଼ାଇଲା ବେଳକୁ ସାପ କୁଆଡ଼େ ଥିଲା ରାଜପୁଅ ଉପରକୁ ଚମକି ଆସିଲା। ସେତିକି ବେଳକୁ ମନ୍ତ୍ରୀ ପୁଅ ଖୋଳରୁ ଖଣ୍ଡା ବାହାର କରି ଠିକ୍ କରି ରଖିଥିଲା। ସାପ ବେକରେ ଚୋଟ ପକାଇଲା। ସାପ ମଲା। ରାଜପୁଅ ମନ୍ତ୍ରୀ ପୁଅ ସେ ମଣିକି ଧରି ପାଣିରେ ପଶିଲେ। ଯହୁଁ ଯହୁଁ ପାଣିରେ ପଶୁଥାନ୍ତି ପାଣି ଆଡ଼େଇ ହୋଇଯାଉଥାଏ। ପୋଖରୀ ଭିତରେ ଦେଖିଲା ବେଳକୁ ଉତ୍ତମ ସୁନ୍ଦର ନଅର ହୋଇଛି। ପଦାରେ କେହି ନାହିଁ। ନଅର ଭିତରେ ଗୋଟିଏ ଦିବ୍ୟ ସୁନ୍ଦରୀ ଝିଅଟିଏ ପଲଙ୍କରେ ଶୋଇଛି। ସେ ଦୁଇ ସଂଗାତକୁ ଦେଖିଲା କ୍ଷଣି କହିଲା, ଆହା, କାହିଁକି ଆଇଲ? ଏଇ କ୍ଷଣି ନାଗରାଜ ଆସିଲେ ଗିଳି ପକାଇବ। ମନ୍ତ୍ରୀ ପୁଅ ସବୁ କଥା କହିଲା କି ସେମାନେ କିପରି ଏଠାକୁ ଆସିଛନ୍ତି। ରାଜପୁଅ ସେ ଝିଅ ବିଷୟରେ ପଚାରିବାରୁ ସେ କହିଲା, ଏ ମୁଲକ ନାଗରାଜର ମୁଲକ। ମୁଁ ନାଗରାଜଙ୍କର ଝିଅ। ନିଇତି ନାଗରାଜ ଯାହା ଆଣିଦିଏ ମୁଁ ଖାଏ, ଆଉ ପଦାକୁ ବାହାରେ ନାହିଁ। ଗାଧେଇବା ବେଳକୁ ମନପବନ ଡଙ୍ଗାରେ ପୋଖରୀ ତୁଠକୁ ଯାଏ। ଗାଧେଇ ପାଧେଇ ସେହି ଡଙ୍ଗାରେ ନଅରକୁ ଫେରିଆସେ। ମୁଁ ସେ ରୂପକୁ ତୁଠ ପଥର ଉପରେ ବର୍ଣ୍ଣିତ କରିଥିଲି। ସତ୍ୟ କରିଥିଲି ଯେ ଏ ରୂପକୁ ଦେଖି ମୋ ପାଖକୁ ଆସିବ, ମୁଁ ତାକୁ ବିବାହ ହେବି। ରାଜପୁଅ ମନ୍ତ୍ରୀ ପୁଅକୁ କହିଲା, ସଂଗାତ, ଏ ସ୍ତ୍ରୀଟିକି ଦୁହେଁ ପାଇଲେ, ୟାକୁ ଦୁହେଁ ବାହା ହେବା। ମନ୍ତ୍ରୀ ପୁଅ ଚଟାପଟ ନାହିଁ କଲା। ରାଜପୁଅର ବିବାହ ହେବାକୁ ଠିକ୍ ହେଲା। ମନ୍ତ୍ରୀ ପୁଅ କହିଲା, ସଂଗାତ, ତୁମେ ଏଇଠି ଥାଅ। ମୁଁ ଆମ ମୁଲକ ଯାଇ ତୁମ ବାପା ରାଜାଙ୍କୁ ଜଣାଇ ଯାନବାହନ ଚତୁରଙ୍ଗ ବଳ ସଙ୍ଗରେ ଘେନି ଆସିବି। ବିଭାଘର ତୁମର ହେବ।
ମନ୍ତ୍ରୀପୁଅ ହାତରେ ମଣିଟିକି ଧଇଲା। ପାଣିରେ ବାଟ ଫିଟିଗଲା। ଏଣୁ ଉପରକୁ ଆସି ଆପଣା ମୂଲକୁ ଗଲା। ମନ୍ତ୍ରୀପୁଅ ସାଙ୍ଗରେ ମଣିଟି ଥାଏ। ଏଣେ ନିଇତି ସେ କନ୍ୟାଟି ମନପବନ ଡଙ୍ଗାରେ ଚଢ଼ି ପୋଖରୀ ତୁଠକୁ ଆସେ। ଗାଧେଇ ସାରି ପୁଣି ସେ ପୋଖରୀ ଭିତରକୁ ଯାଏ। ସେ ଦେଶର ରାଜା ଥିଲେ ପାରିଧିକ। ଦିନେ ସେ କନ୍ୟାକୁ ପୋଖରୀ ତୁଠରେ ଦେଖିଲେ। ପାଖକୁ ଗଲାବେଳକୁ କନ୍ୟା ମନପବନ ଡଙ୍ଗାରେ ଚଢ଼ି ପଳେଇଲା। ଏମିତି ନିଇତି ଯାଆନ୍ତି, ନିଇତି କନ୍ୟା ପଳାଏ। ରାଜା ତାଙ୍କ ମୁଲକର 1200 ବଢ଼େଇଙ୍କୁ ଡକାଇଲେ। କହିଲେ, ଯେବେ କାଲି ସକାଳକୁ ମନପବନ ଡଙ୍ଗା ତିଆରି କରି ଆଣିଦେବ, ତେବେ ତୁମ ମୁଣ୍ଡ ରହିବ, ନଇଲେ କାଲି ସକାଳୁ ସମସ୍ତଙ୍କ ମୁଣ୍ଡ କାଟ ହେବ। ଗୋଟିଏ ବୁଢ଼ା ବଢ଼େଇ ଅତି ବ୍ୟସ୍ତ ହୋଇ ଗୋଟିଏ କଦମ୍ବ ଗଛ ମୂଳରେ ଶୋଇଲା। ରାତିଯାକ ନିଦ ମାଡ଼ିବାକୁ ନାହିଁ। ସେ ଗଛରେ ଫୁଲ ଶାଗୁଣାଟାଏ ବସା କରିଥାଏ। ରାତିକି ବସାକୁ ଫେରି ଆସିଲା ବେଳକୁ ଛୁଆଯାକ କେଁ କଟର ହେଲେ ଖାଇବେ ବୋଲି। ଫୁଲ ଶାଗୁଣା ସେମାନଙ୍କୁ ଖାଇବାକୁ ଦେଇ କହିଲା, ଆଜି ଯାହା ଆଣିଛି ଖାଇକି ଶୁଅ। କାଲିକି 1200 ବଢ଼େଇ ସବଂଶେ ହଣା ହେବେ। କାଲି ଯେତେ ଇଚ୍ଛା ମନବୋଧ କରି ଖାଇବ। ସତେ କ'ଣ ବଢ଼େଇ ମନପବନ ଡଙ୍ଗା ତିଆରି କରିବେ ଯେ ହଣାରୁ ବର୍ତ୍ତିବେ? ଶାଗୁଣା ଛୁଆ ଜିଗର କରି ମା'କୁ ପଚାରିଲେ, କେଉଁ ଗଛରେ ଭଲା ସେ ଡଙ୍ଗା ତିଆରି ହବ? ମା' କହିଲା, ଆମେ ଯେଉଁ ଗଛରେ ଅଛୁ ସେ ଗଛରେ ମନପବନ ଡଙ୍ଗା ତିଆରି ହୁଅନ୍ତା। ବୁଢ଼ା ବଢ଼େଇ ୟା ଶୁଣି ଭାରି ଖୁସି ହେଲା। ଆଉ ବଢ଼େଇମାନଙ୍କୁ ଯାଇ ସବୁ କହିଲା। ସକାଳେ ସେ ଗଛ ହାଣି ମନପବନ ଡଙ୍ଗା ତିଆରି କରି ରାଜାଙ୍କୁ ଭେଟିଦେଲେ। ରାଜା ସେ ଡଙ୍ଗାରେ ଚଢ଼ି କହିଲେ, ମନପବନ ଡଙ୍ଗାରେ ସେ ସୁନ୍ଦର କନ୍ୟା ଯେଉଁଠି ଥିବ ମତେ ନବୁ। ମନପବନ ଡଙ୍ଗା ଗଲାବେଳକୁ କନ୍ୟା ପୋଖରୀ ତୁଠରେ ଗାଧୋଉଥିଲା। ରାଜା ସେ କନ୍ୟାକୁ ଘେନି ଆସିଲେ। ସେପଟେ ମନ୍ତ୍ରୀପୁଅ ତ ଆଗରୁ ମଣି ନେଇଯାଇଛି, ଫେରି ନାହିଁ। ଏପଟେ କନ୍ୟା ତ ମନପବନ ଡଙ୍ଗାରେ ବସି ଗାଧେଇବାକୁ ଯାଇଛି ଯେ ରହିଲା ସେଇଆଡ଼େ। ରାଜପୁଅ ପୋଖରୀ ଭିତର ନଅରରେ ଏକୁଟିଆ ବସିଛି। ମଣି ଥିଲେ ସିନା ପଦାକୁ ଯାଆନ୍ତା। ନଅରରେ ସେ ବଡ଼ ଭାବନାରେ ଥାଏ। ଦିନ କେତେ ଗଲାରୁ ମନ୍ତ୍ରୀପୁଅ ଯାନବାହନ ଧରି ପୋଖରୀ କୂଳରେ ଆସି ପହଞ୍ଚିଲା। ପୋଖରୀ କୂଳରେ ଅନ୍ୟମାନଙ୍କୁ ରଖି ମଣିକୁ ଧରି ପାଣିରେ ପଶିଲା। ନଅର ଭିତରରେ ଦେଖିଲା ବେଳକୁ ରାଜପୁଅ ଏକୁଟିଆ ବସିଛି, କନ୍ୟାଟି ନାହିଁ। କନ୍ୟାକୁ ଖୋଜିବାକୁ ବାହାରିଲା। ମନ୍ତ୍ରୀପୁଅ କହିଲା, ସଙ୍ଗାତ, ତୁମେ ଥାଅ, ମୁଁ କନ୍ୟାକୁ ଘେନି ଆସିବି। ତୁମେ ଭାବନା କରିବ ନାହିଁ, ମୁଁ ନିଶ୍ଚୟ ଫେରିଆସିବି। ୟା କହି ରାଜପୁଅକୁ ନଅରରେ ଛାଡ଼ି କନ୍ୟା ଅନିଶାରେ ଗଲା। ପୋଖରୀ କୂଳରେ ଯେତେ ମଣିଷ ଥିଲେ ତାଙ୍କୁ ଆପଣା ମୁଲକକୁ ବିଦା କରିଦେଲା। ମନ୍ତ୍ରୀପୁଅ ସବୁ ଦେଶରେ ବୁଝୁଥାଏ କେଉଁ ରାଜା ନୂଆ କରି ବିବାହ କରିଛି। ପଛକୁ ଏ କନ୍ୟାକୁ ଯେଉଁ ରାଜା ନେଇଥିଲା ସେ ଦେଶରେ ଏକ ମାଲୁଣୀ ଘରେ ପହଞ୍ଚିଲା। ମାଲୁଣୀ କହିଲା, ଆମ ଦେଶର ରାଜା ପୋଖରୀରୁ କନ୍ୟାଟିଏ ଆଣିଛନ୍ତି। ସେ କନ୍ୟାର 12 ବର୍ଷ ତପସ୍ୟା ପୂରିଲେ ଯାଇ ରାଜା ତାଙ୍କୁ ବିବାହ ହେବେ। ତପସ୍ୟା ପୂରିବା ଯୋଗେ କନ୍ୟା ରହିବାକୁ ଅଲଗା ନଅର ତୋଳି ଦେଇଛନ୍ତି। କନ୍ୟା ସେଇଠି ଅଛି। ମନ୍ତ୍ରୀପୁଅ ୟା ଶୁଣି ରାଜାଙ୍କ ପାଖରେ ପହଞ୍ଚିଲା। ଆଉ କହିଲା, ମୁଁ ଚାକିରି କରିବାକୁ ଆସିଛି। ରାଜା ପଚାରିଲେ, କି ଚାକିରି କରିବ? ମନ୍ତ୍ରୀପୁଅ କହିଲା, ମୁଁ ମଣିମାଙ୍କ ନଅରରେ ରାତିରେ ପହରା କରିବି। ରାତିଯାକ ମୋର ପଲକ ପଡ଼ିବ ନାହିଁ। ରାଜା ହୁକୁମ ଦେଲେ। ମନ୍ତ୍ରୀପୁଅ ଯାଇ ନୂଆ ନଅରରେ ପହରା ଦେଲେ। ଅଧା ରାତି ହେଲା, ମନ୍ତ୍ରୀପୁଅ ଯାଇ କନ୍ୟା ପାଖରେ ପହଞ୍ଚିଲା। କନ୍ୟା ମନ୍ତ୍ରୀପୁଅକୁ ଚିହ୍ନିଲା। କେମିତି ଏଠାରୁ ଖସିବେ ଦୁହେଁ ଯାକ ଏଇ ବିଚାର କଲେ। ଶେଷରେ ରାଜପୁଅ ଯେଉଁଠି ମନପବନ ଡଙ୍ଗା ରଖିଥିଲେ, ମନ୍ତ୍ରୀପୁଅ ତାକୁ ସୂତ୍ର କରି ଆଣି କନ୍ୟାକୁ ସେଥିରେ ବସେଇ ଆସି ପୋଖରୀ କୂଳରେ ପହଞ୍ଚିଲେ। ମନ୍ତ୍ରୀପୁଅ ପାଖରେ ତ ମଣି ଥାଏ। ମଣିଟି ଧରି ଦୁହେଁ ଯାକ ରାଜପୁଅ ପାଖରେ ପହଞ୍ଚିଲେ। ସେ ନଅର ଭିତରେ ଯେଉଁଠି ଯାହା ଧନ ଦରବ ଥିଲା ସବୁ ଏକାଠି କରି ନେଇ ଆପଣା ଦେଶକୁ ବାହାରିଲେ। ବାଟରେ ଯାଉ ଯାଉ ଗୋଟେ ମଠ ପଡ଼ିଲା। ସେଇ ମଠର ମହନ୍ତ ମରିଯାଇଥାନ୍ତି। ତାଙ୍କର 2 ଚେଲା। ଚେଲାଙ୍କ ଭିତରେ କଜିଆ ଲାଗିଛି ମହନ୍ତଙ୍କର କଠଉ, ଝୁଲି, ବେତ ୟାକୁ କିଏ ନେବ। 2ଟା ଯାକ ଚେଲା ରାଜାପୁଅ ଓ ମନ୍ତ୍ରୀପୁଅକୁ ସବୁ କଥା କହିଲେ। ଦୁହେଁ ପଚାରିଲେ, ଏଇଥିପାଇଁ କିଆଁ ଏତେ କଜିଆ ଲାଗିଛ? ଚେଲାଏ କହିଲେ, ଏ କଠଉ ମାଡ଼ିଲେ ବ୍ରହ୍ମାଣ୍ଡ ଯାକ ଦଣ୍ଡକରେ ବୁଲି ଆସିବ। ଏ ଝୁଲିମୁଣିକୁ ଝାଡ଼ିଦେଲେ ଲକ୍ଷ ଲୋକଙ୍କର ଖାଇବା ସାମଗ୍ରୀ ଗଳି ପଡ଼ିବ। ଏ ବେତ 4 ପାଦକୁ ଧୋଇ ରଖିଦେଲେ ଏଥିରୁ 36 ପାଟକ ଦଣ୍ଡକେ ଜନ୍ମ ହୋଇ ପଡ଼ିବେ। ଏହା ଶୁଣି ମନ୍ତ୍ରୀପୁଅ କହିଲା, ତୁମେ ଦୁହେଁ ଦୌଡ଼। ଯେଉଁ ଜଣକ ଘଡ଼ିକେ କୋଷେ ବାଟ ଦୌଡ଼ିଯିବ ସେ ୟାକୁ ନବ। ଦୁହେଁ ଯାକ ପାରୁ ପର୍ଯ୍ୟନ୍ତ ଦୌଡ଼ିଲେ। ଏଣେ ରାଜପୁଅ ମନ୍ତ୍ରୀପୁଅ ସେ କଠଉ, ଝୁଲି ଆଉ ବେତ ନେଇ ଡିଆଁ ମାରିଲେ।
କଠଉ ହେରିକା ନେଇ ରାଜାପୁଅ ବାଟରେ ମନ୍ତ୍ରୀ ପୁଅକୁ କହିଲା, ସଙ୍ଗାତ, ଆମ ସାଙ୍ଗରେ ତ ସବୁ ଅଛି। ଏଇଠି ବିବାହ ହୋଇ ଘରକୁ ଯିବା। ବେତକୁ ପାଦ ଧୋଇ ରଖିଦେଲାରୁ ସେଥିରୁ 36 ପଟକ ଜନ୍ମ ହେଲେ। ଝୁଲିମୁଣି ଝାଡ଼ିଦେଲାରୁ 36 ପାଟକ ଯାକ ଖାଇକରି ବୋଧ ହେଲେ। ସେଇଠୁ ଯାଇ ଖଣ୍ଡେ ଦୂରରେ ଗୋଟେ ପୋଖରୀ ଦେଖିଲେ। ତା କୂଳରେ ଦେଉଳଟିଏ ଅଛି। ସେତେବେଳକୁ ବେଳ ବୁଡ଼ି ଯାଇଥାଏ। ସେମାନେ ସେଇଠି ରହିଲେ। ଦୈବ ଯୋଗକୁ ସେଦିନ ସେ ପୋଖରୀରେ ବାରେଣୀ ଯୋଗ ପଡ଼ିଥାଏ। ରାତିରେ ବହୁତ ଲୋକ ସ୍ନାନ କରିବାକୁ ଆସିଲେ। ରାଜାପୁଅ ଓ କନ୍ୟା ଦୁହେଁ ଶୋଇପଡ଼ିଥିଲେ। ମନ୍ତ୍ରୀ ପୁଅ ବଡ଼ ଚତୁର। ରାତିଯାକ ଚେଇଁ କରି କଡ଼ମାଡ଼ି ପଡ଼ିଥାଏ। ଯେ ଯାହା ପୋଖରୀ ତୁଠରେ କଥାବାର୍ତ୍ତା ହେଉଥାନ୍ତି ସେ ଶୁଣୁଥାଏ। ଦେବଲୋକମାନେ ସେ ପୋଖରୀରେ ବୁଡ଼ ପକାଇବାକୁ ଆସିଲେ। ଗାଧେଇ ସାରିଲା ପରେ ଜଣେ କହିଲା, ଦେଖିଲଣି, ଏଇଠି କି ସୁନ୍ଦର ବରକନ୍ୟା ଶୋଇଛନ୍ତି। ଆଉ ଜଣେ କହିଲା, ହେଲେ କ'ଣ ହବ? ଏ ରାଜପୁଅ ନଅରକୁ ଗଲାବେଳେ ତା ଉପରେ ମେଘନାଦ ପାଚେରୀ ଭାଙ୍ଗି ପଡ଼ିବ, ଏ ମରିଯିବ। ସେମାନଙ୍କ ମଧ୍ୟରୁ ଜଣେ କହିଲା, ଭଲା ଏହାର କିଛି ଉପାୟ ନାହିଁ? ଆର ଜଣକ କହିଲା, ଯେବେ କେହି ଲୋକ ଆଗରୁ ସେ ପାଚେରୀକୁ ଭଙ୍ଗେଇଦବ, ତେବେ ଏ ରାଜାପୁଅ ବଞ୍ଚିବ। ଏ କଥାକୁ ଯେବେ କିଏ ପ୍ରଘଟ କରିବ, ତେବେ ସେ ପଥର ପାଲଟିଯିବ। ପୁଣି ଘଡ଼ିକେ ବାଦ ପିତୃଲୋକ ସେ ଘାଟକୁ ଗାଧେଇ ଆସିଲେ। ଗଲାବେଳେ କଥାବାର୍ତ୍ତା ହେଉଥାନ୍ତି। ରାଜାପୁଅ ପକ୍ଷୀରାଜ ଘୋଡ଼ା ଉପରେ ବସି ନଅରକୁ ବିଜେ କଲାବେଳେ ପକ୍ଷୀରାଜ ଘୋଡ଼ା ତାଙ୍କୁ ନେଇ ସମୁଦ୍ରରେ ମାଡ଼ିଦେବ। ଯେବେ କିଏ ଆଗରୁ ସେ ଘୋଡ଼ାକୁ ମାରିଦେବ, ତେବେ ରାଜପୁଅ ବଞ୍ଚିବ। ଏ କଥାକୁ ଯିଏ ପ୍ରଘଟ କରିବ, ତେବେ ସେ ପଥର ପାଲଟିଯିବ। ଆଗ ପ୍ରହରକୁ ନାଗଲୋକ ସେଠିକି ଆସିଲେ। ସେମାନେ ଗଲାବେଳେ କଥାବାର୍ତ୍ତା ହେଲେ। ରାଜପୁଅ ଘରେ ପହଞ୍ଚିଲା ପରେ ସାବତମା ପ୍ରଥମେ ସୁନା ଥାଳିରେ ଯେଉଁ ଭାତ ଆଣିବ, ସେଥିରେ ବିଷ ଗୋଳା ଥିବ। ଯାହାକୁ ଖାଇଲେ ରାଜପୁଅର ମୃତ୍ୟୁ ନିଶ୍ଚିନ୍ତ। ଏ କଥାକୁ ଯିଏ ପ୍ରଘଟ କରିବ, ସେ ପଥର ପାଲଟିଯିବ। ରାତି ଶେଷ ପ୍ରହରକୁ ନରଲୋକ ଗାଧିବାକୁ ଆସିଲେ। ଗଲାବେଳେ କଥାବାର୍ତ୍ତା ହେଲେ। ମଧୁଶଯ୍ୟା ଦିନ ରାତିରେ ଏ ଦୁହେଁ ପଲଙ୍କରେ ଶୋଇଥିବା ବେଳେ ଖଟରୁ ସାପଟି ଆସି ରାଜାପୁଅକୁ କାମୁଡ଼ିବ। ଯଦି କେହି ସେ ସାପଟିକୁ ହାଣିଦେବ, ତେବେ ରାଜାପୁଅ ବଞ୍ଚିବ। ଏ କଥାକୁ ଯିଏ ପ୍ରଘଟ କରିବ, ସେ ପଥର ପାଲଟିଯିବ। ମନ୍ତ୍ରୀ ପୁଅ ଏସବୁ କଥା ଶୁଣୁଥାଏ। ସକାଳୁ ଉଠି ରାଜାପୁଅକୁ କହିଲା, ସଙ୍ଗାତ, ମୁଁ ଆଗରେ ଯାଇ ରାଜାଙ୍କୁ ତୁମ ଆସିବା କଥା ଜଣାଇବି। ଏହା କହି ମନ୍ତ୍ରୀ ପୁଅ ରାଜାଙ୍କ ନିକଟରେ ପହଞ୍ଚିଲା। କହିଲା, ମଣିମା, ତୁମ ପୁଅ ବିବାହ ହୋଇ ଯାନବାହନ ଘେନି ଆସୁଛନ୍ତି। ଏବଂ ରାତିରେ ଶୁଣିଥିବା ସମସ୍ତ କଥା ରାଜାଙ୍କୁ କହିଲା। ରାଜାଙ୍କ ହୁକୁମରେ ଦଣ୍ଡକ ଭିତରେ ମେଘନାଦ ପାଚେରୀ ଭଙ୍ଗା ହେଲା। ପକ୍ଷୀରାଜ ଘୋଡ଼ାର ମୁଣ୍ଡକାଟ ହେଲା। ରାଜପୁଅ ଆସି ଘରେ ପହଞ୍ଚିଲା ବେଳକୁ ମା ସୁନା ଥାଳିରେ ଭାତ ଘେନି ଆସି ପହଞ୍ଚିଲେ। ମନ୍ତ୍ରୀ ପୁଅ ଜାଗତିଆର ଥାଏ। ରାଜପୁଅକୁ କହିଲା, ସଙ୍ଗାତ, ମୁଁ ତୁମର ଏତେ କାମ କରିଛି, ମୋର ଗୋଟେ କଥା ଆଜି ମାନିବ? ତୁମ ସାବତମା ଯେଉଁ ଥାଳିକ ଭାତ ଆଣି ତୁମକୁ ଭେଟିବେ, ସେ ଭାତ ଥାଳି ତୁମେ ଖାଇବ ନାହିଁ, ପୋତି ପକାଇବ। ମା ପଛକେ ଆଉ ଥାଳିଏ ଭାତ ଆଣି ଦିଅନ୍ତୁ, ତାକୁ ଖାଇବ। ରାଜାପୁଅ ମନ୍ତ୍ରୀପୁଅ କଥା ଅନୁସାରେ ସେ କାମ କଲା। ଖିଆପିଆ ସରିଲା। ରାତି ହେବାରୁ ରାଜାପୁଅ ମଧୁଶଯ୍ୟାକୁ ବାହାରିଲା। ରାଜାପୁଅ କହିଲା, ସଙ୍ଗାତ, ଏଥରକ ତୁମ ଘରକୁ ଯାଅ। ମନ୍ତ୍ରୀପୁଅ କହିଲା, ସଙ୍ଗାତ, ମୁଁ ତୁମ ଦୁହିଁଙ୍କ ପାଇଁ ଏତେ ଦୁଃଖ ସହିଛି। ଆଜି ରାତିରେ ତୁମେ ବରକନ୍ୟା ମଧୁଶଯ୍ୟାରେ ଶୋଇବ। ମୁଁ ଆଜି ରାତିକ ଠିଆ ହୋଇ ପ୍ରହରା ଦେବି। ସକାଳେ ମୋ ସୁଖେ ମୋ ଘରକୁ ଯିବି। ମନ୍ତ୍ରୀପୁଅ କେତେ ଉପକାର କରିଛି, ତା କଥାକୁ ଭାଙ୍ଗିଦେଲେ ହେବ ନାହିଁ। ରାଜପୁଅ କହିଲା, ହଉ। ସେଥିପାଇଁ ରାଜପୁଅ ମାନିଗଲା। ବରକନ୍ୟା ଶୋଇଲେ। ମନ୍ତ୍ରୀପୁଅ 4 ହତିଆର ବାନ୍ଧି ସେ ପଲଙ୍କ ପାଖରେ ପ୍ରହରା ଦେଲା। ବରକନ୍ୟା ଶୋଇପଡ଼ି ଘୁଙ୍ଗୁଡ଼ି ମାରିଲେ। ଖଟ ଖୁରାରୁ ଏକ ନାଗସାପ ବାହାରିଲା। ଯେତେବେଳେ ନାଗସାପ ଖଟ ବାଡ଼ ଉପରକୁ ଉଠିଲା, ସେତିକିବେଳେ ମନ୍ତ୍ରୀପୁଅ ଖୋଳରୁ ଖଣ୍ଡା ବାହାର କରି ଏକା ଚୋଟକେ ସାପକୁ ଦିଖଣ୍ଡ କରିଦେଲା। ହାଣିବା ସମୟରେ ସାପ ଦେହରୁ ଟୋପାଏ ରକ୍ତ ଛିଟା କନ୍ୟା ଗାଲରେ ପଡ଼ିଲା। ମନ୍ତ୍ରୀପୁଅ ମଲା ସାପକୁ ନେଇ ଦାଣ୍ଡରେ ପକାଇଦେଲା। ଫେରିଆସି ମୁଣ୍ଡରୁ ପାଟପାକ ଫିଟାଇ ଖଣ୍ଡାରେ ଗୁଡ଼ାଇଲା। ଖଣ୍ଡାକୁ ବଢ଼େଇ ଖଣ୍ଡା ଅଗରେ କନ୍ୟା ଗାଲରୁ ସେ ରକ୍ତ ଟୋପାକେ ପୋଛିଲା ବେଳକୁ ଖଣ୍ଡାମୂଳ ରାଜପୁଅର ଦେହରେ ବାଜିଲା। ରାଜାପୁଅ ଉଠି ବସି ମନ୍ତ୍ରୀପୁଅ ଚୁଟି ଧରିଲା। କହିଲା, ମୁଁ ତ ଆଗରୁ କହିଥିଲି ଦୁହେଁ ଯାକ ଏ କନ୍ୟାକୁ ବିବାହ କରିବା। ସେତେବେଳେ କାହିଁକି ମଙ୍ଗିଲ ନାହିଁ? ଆଉ ଏବେ କାହିଁକି ଖଟ ଉପରେ ହାମୁଡ଼େଇ ପଡ଼ିଥିଲ? ଏ କଥାର ଉତ୍ତର ନଦେଲେ ମୁଁ ଏଇକ୍ଷଣି ତୁମକୁ ହାଣିଦେବି। ନହେଲେ ମୁଁ ନିଜେ ହାଣି ହୋଇ ମରିବି। ମନ୍ତ୍ରୀପୁଅ ପ୍ରାଣ ଗଲେ ପଛେକି ଯିବ, ସେଥିପାଇଁ କିଛି ହାନି ନଥିଲା।
କାଳେ ରାଜପୁଅ ନିଜେ ହାଣି ହୋଇ ମରିବେ, ତେବେ ମନ୍ତ୍ରୀପୁଅ ଯେତେ ଶ୍ରମ କରିଛି ଅକାରଣେ ଯିବ। ମନ୍ତ୍ରୀପୁଅ ରାଜପୁଅକୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ରାଜପୁଅ ବୁଝିଲା ନାହିଁ। ଏକା ଜିଦ୍ ଧରିଲା, ନ କହିଲେ ନ ଚଳେ। ଅତି ଜିଗର କଲାରୁ ମନ୍ତ୍ରୀପୁଅ କହିଲା, ସଙ୍ଗାତ, ମୁଁ ଯେବେ ଏକଥା କହିବି ତେବେ ପଥର ହୋଇଯିବି। ମତେ କିଆଁ ଏତେ ବଳାଉଛ? ରାଜାପୁଅ ଏ କଥାକୁ ଅପସନ୍ଦ କଲା। କହିଲା, ମଣିଷ କେବେ ପଥର ହେଲେଣି? ତୁମେ ମତେ ଭଣ୍ଡାଉଛ? ତୁମ ମନରେ ଥିଲା ମତେ ହାଣି ଏ କନ୍ୟାକୁ ବିବାହ ହୁଅନ୍ତ। ମନ୍ତ୍ରୀପୁଅ ୟା ଶୁଣି ମନେ ମନେ ନିଆଁ ହୋଇଗଲା। ଶେଷରେ କହିଲା, ସଙ୍ଗାତ, ମତେ ପାଶୋରିବ ନାହିଁ। ମୁଁ ପଥର ହୋଇଗଲେ ପଥର ଖଣ୍ଡକୁ ତୁମ ଶୋଇବା ବସିବା ଘରେ ରଖିଦେବ। ମୋ ଉପରେ ଦୁହେଁ ଯାକ ଟିକେ ଦୃଷ୍ଟି ପକାଉଥିବ। ଏଇଆ କହି ପୋଖରୀ କୂଳରେ ଦେଉଳ ପାଖରେ ଯାହା ଯାହା ଶୁଣିଥିଲା ସବୁ କଥା କହିବାକୁ ଆରମ୍ଭ କଲା। ମେଘନାଦ କଥା କହିସାରିଲାରୁ ଗୋଡ଼ ଆଣ୍ଠୁ ପର୍ଯ୍ୟନ୍ତ ପଥର ହୋଇଗଲା। ପକ୍ଷୀରାଜ ଘୋଡ଼ା କଥା କହିଲାରୁ ଅଣ୍ଟାଯାଏ ପଥର ପାଲଟିଗଲା। ଭାତ ଥାଳି କଥା କହିଲାରୁ ବେକ ପର୍ଯ୍ୟନ୍ତ ପଥର ପାଲଟିଗଲା ଏବଂ ସାପ କଥା କହିଲାରୁ ମୁଣ୍ଡଟି ପଥର ପାଲଟିଗଲା। ଏହା ଦେଖି ରାଜାପୁଅର ହାଲତ ଶୁଖିଗଲା। ଯେମିତି ଶୋଇଥିଲା ସେମିତି ଉଠିଲା, ପଥରକୁ କାନ୍ଧ ଉପରେ ରଖିଲା। ବାବାଜୀର କଠଉ ଯୋଡ଼ିକ ମାଡ଼ିଲା, ଝୁଲିମୁଣି ବେତଖଣ୍ଡିକ ଧଇଲା ଏବଂ ହାତରେ ଖଣ୍ଡାଟି ଧରି ବାହାରିଲା। କନ୍ୟାକୁ କହିଲା, ମୁଁ ଯାଉଛି। ସଙ୍ଗାତକୁ ଯଦି ମଣିଷ କରାଇବି ତେବେ ଘରକୁ ଫେରିବି, ନଚେତ୍ ସଙ୍ଗାତକୁ ନେଇ ସମୁଦ୍ରରେ ଝାସ ଦେବା ସହ ନିଜେ ମଧ୍ୟ ଜୀବନ ହରାଇବି। କନ୍ୟା ଯେତେ ବୁଝାଇବାକୁ ଚେଷ୍ଟା କଲା ରାଜାପୁଅ ବୁଝିଲା ନାହିଁ। ପଛକୁ କନ୍ୟା ଆପଣା କର୍ମକୁ ଆଦରି କାନ୍ଦି ବୋବାଇ ରହିଲା। ରାଜାପୁଅ ବିଦେଶ ଗଲା। ସଙ୍ଗାତକୁ ମୁଣ୍ଡେଇ 11 ବର୍ଷ ବୁଲିଲା। ପଛକୁ 12 ବର୍ଷ ପୂରି ନଥାଏ, ଦିନେ ଯାଇ କଦମ୍ବ ଗଛ ମୂଳେ ପହଞ୍ଚିଲା। ସେ ଗଛରେ ଗୋଟେ ଫୁଲ ଶାଗୁଣା ବସା କରିଥାଏ। ଛୁଆଗୁଡ଼ିକୁ ବସାରେ ଛାଡ଼ି ଶାଗୁଣା ଦିନଯାକ ଆହାର ଖୋଜି ଯାଏ। ସେଦିନ ରାଜାପୁଅ ଗଛ ମୂଳେ ଶୋଇଛି। ଗଛ ଉପରେ ଶାଗୁଣା ଛୁଆଯାକ କେଁ କେଁ ହେଲେ। ରାଜାପୁଅ ଉଠି ଦେଖିଲା ବେଳକୁ ଏକ ଅଜଗର ସାପ ଗଛ ଉପରକୁ ଉଠିଛି, ସେ ଛୁଆଙ୍କୁ ଖାଇବ ବୋଲି। ରାଜାପୁଅ ସାପକୁ ଦେଖିଲା କ୍ଷଣି ଖୋଳରୁ ଖଣ୍ଡା ବାହାର କରି ସାପକୁ ହାଣି ମାରିଦେଲା। ଏଣେ ଫୁଲ ଶାଗୁଣା ଦିନଯାକ ବୁଲି ବୁଲି ସନ୍ଧ୍ୟା ବେଳକୁ ବସାକୁ ନେଉଟି ଆସିଲା। ଛୁଆଙ୍କୁ ଆହାର ଦେଲା ବେଳକୁ ଛୁଆଯାକ କହିଲେ, ମା ଲୋ ମା, ଆମକୁ କ'ଣ ଖାଇବାକୁ ଦଉଛୁ? ଆମ ଜୀବନ ଯେ ରଖିଛି ସେ ବାଟୋଇ ଗଛମୂଳେ ଶୋଇଛି, ତା କଥା ବୁଝ। ସେଠୁ ଛୁଆଯାକ ଦିନଯାକ ଘଟଣା ମା'କୁ କହିଲେ। ମା ଶାଗୁଣା ଯେ ଗଛ ମୂଳେ ଦେଖେ ବାଟୋଇ ଶୋଇଛି ଏବଂ ଅଜଗର ସାପ ଖଣ୍ଡ ଖଣ୍ଡ ହୋଇ ପଡ଼ିଛି। ଶାଗୁଣା ବାଟୋଇକୁ ନିଦରୁ ଉଠାଇ କହିଲା, ତୋ ଉପକାର ମନରୁ ଯିବ ନାହିଁ, ତୁ କ'ଣ ମାଗୁଛୁ ମାଗ। ରାଜାପୁଅ ସେ ପଥରକୁ ଦେଖାଇ ସବୁ କଥା ଶାଗୁଣାକୁ କହିଲା। ଶାଗୁଣା କହିଲା, ଏ ଗଛମୂଳ ମାଟି ଚକଟି ସେ ପଥର ଦେହରେ ବୋଳି ଦେଇ ପାଣି 2 ମାଠିଆ ଆଣି ଢାଳିଦେ। ରାଜାପୁଅ ସତକୁ ସତ ସେଇଆ କଲା ବେଳକୁ ମନ୍ତ୍ରୀପୁଅ ମଣିଷ ହୋଇଗଲା। ନିଦରୁ ଉଠିଲା ଭଳି ଆଖି ମଳି ମଳି କହିଲା, ସଙ୍ଗାତ, ମୁଁ କେତେବେଳୁ ଶୋଇପଡ଼ିଥିଲି? ରାଜାପୁଅ ହସିକରି ସବୁ ପୂର୍ବ କଥା କହିଲା। ଦୁହେଁ ଯାକ କୁଣ୍ଢାକୁଣ୍ଢି ହେଲେ। ଫୁଲ ଶାଗୁଣାକୁ ନମସ୍କାର ଜଣାଇ ଘରକୁ ଫେରିଲେ। ଘରେ ସମସ୍ତେ ଏ ଦୁହିଁଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ। ରାଜାପୁଅ କନ୍ୟାକୁ ନେଇ ସୁଖରେ ଘର ସଂସାର କଲା। ଆପଣମାନେ ଶୁଣୁଥିଲେ ଅଜୁ ବାରିକଙ୍କ ଲିଖିତ ଗୋଟେ କାହାଣୀ 2 ସଙ୍ଗାତ।